କୋଉ ଦେଶ ଅର୍ଥନୈତିକ କାରଣରୁ ବିଭାଜନ ହେଇଛି, କୋଉ ଦେଶ ରାଜନୈତିକ କାରଣରୁ ବିଭାଜନ ହେଇଛି, କୋଉ ଦେଶ ବିଭିନ୍ନ ବିପ୍ଳବକୁ ଆଧାର କରି ବିଭାଜିତ ହେଉଛି। କିନ୍ତୁ ଭାରତବର୍ଷ ଏକମାତ୍ର ଦେଶ ଯିଏ ଧର୍ମ ନାଁରେ ବିଭାଜିତ ହେଉଛି। କୌଣସି ଧର୍ମକୁ ଆକ୍ଷେପ କରିବା ବା ଇଙ୍ଗିତ କରିବା ମୋର ଉଦ୍ଦେଶ୍ୟ ନୁହଁ। ମୁଁ କେବଳ ଏତିକି କହିବି, ଯେଉଁ ଧର୍ମକୁ ଆଧାର କରି, ଯେଉଁ ଧର୍ମକୁ ପାଥେଇ କରି ଆମେ ଆଜି ଗର୍ବ ଅନୁଭବ କରୁଛୁ, সেই ଧର୍ମକୁ ସମ୍ମାନ ଦେବା ଏବଂ ସେ ଧର୍ମର ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ସେହି କର୍ତ୍ତବ୍ୟର ସନ୍ଦର୍ଭକୁ ଚର୍ବିତ ଚର୍ପଣ କରିବା ପାଇଁ ଆଜିର ଏହି ମଞ୍ଚ। କେବଳ ଭାରତବର୍ଷରେ ହିନ୍ଦୁମାନଙ୍କର ସଂଖ୍ୟା ଆଶାନୁରୂପକ ଭାବରେ କମି ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଯେତେବେଳେ ଭାରତ ବିଭାଜନ ହେଇଥିଲା ସେତେବେଳେ ପାକିସ୍ତାନରେ ହିନ୍ଦୁମାନଙ୍କର ସଂଖ୍ୟା ଥିଲା 23%। ବର୍ତ୍ତମାନ ତାହା 2%ରୁ କମ୍। ବାଂଲାଦେଶରେ ଖୁବ୍ ନିକଟ ଅତୀତରେ ଘଟିଥିବା ଘଟଣାବଳୀ ସମ୍ବନ୍ଧରେ କହିବା ଆଦୌ ଉଚିତ ହେବ ନାହିଁ। ଆପଣମାନେ ସମସ୍ତେ ସେ ବାବଦରେ ଅବଗତ ଅଛନ୍ତି। ବାଂଲାଦେଶରେ ବହୁ ସଂଖ୍ୟକ ହିନ୍ଦୁ ଥିଲେ, ବର୍ତ୍ତମାନ ତାର ସଂଖ୍ୟା ଧୀରେ ଧୀରେ କମି ଯାଉଛି। ନିକଟ ଅତୀତରେ ଅନୁପ୍ରବେଶକାରୀମାନଙ୍କୁ ଗୋଟିଏ ଚେକ୍ ଦେବା ପାଇଁ, ଗୋଟିଏ ମାର୍କ ଦେବା ପାଇଁ ଭାରତ ସରକାରଙ୍କର ସିଟିଜେନ୍ ଆମେଣ୍ଡମେଣ୍ଟ ଆକ୍ଟ ତାକୁ ଗ୍ରହଣ ନ କରି ଯେଉଁଭଳି ଭାବରେ ଜାତୀୟ ସମ୍ପତ୍ତି ନଷ୍ଟ ହୋଇଛି, ସେ ବିକଳ ଚିତ୍ର ଆଜି ମଧ୍ୟ ଆମ ସାମ୍ନାରେ ଉଦ୍ଭାସିତ। ଏହି ସମସ୍ତ କଥାକୁ ଆଖି ଆଗରେ ରଖି ଆମ ଭିତରେ ବର୍ତ୍ତମାନ ପ୍ରଶ୍ନ ଉଠିଛି, ବାସ୍ତବରେ ହିନ୍ଦୁତ୍ୱ ବିପଦରେ ଅଛି, ତାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଏଥିପାଇଁ ଗୋଟିଏ ଜାଗରଣର ଆବଶ୍ୟକତା ଅଛି। ଆମ ଯୁବପିଢ଼ି ଯଦି ସଶକ୍ତ ନ ହେବେ, ଆମ ଯୁବପିଢ଼ି ଭିତରେ ଯଦି ଜାଗରଣ ସୃଷ୍ଟି ନ ହେବ, ତାହେଲେ କ୍ରମଶଃ ହିନ୍ଦୁତ୍ୱ ଧୀରେ ଧୀରେ ବିଲୟ ଭାବମୁଖୀ ହେବ। ଆମ ଯୁବପିଢ଼ି ସୀମିତ ହେଇଯାଇଛି ଆଣ୍ଡ୍ରଏଡର ଟଚ୍ ସ୍କ୍ରିନ୍ ଭିତରେ। ଆମର ପିଲାମାନେ ସୀମାବଦ୍ଧ ହେଇଯାଉଛନ୍ତି ଆଣ୍ଡ୍ରଏଡ ପ୍ରେମରେ। ଏଥିପାଇଁ ଆମକୁ ଆଧ୍ୟାତ୍ମିକ ଚେତନାକୁ ପାଥେଇ କରିବାକୁ ପଡ଼ିବ। ମା ମାନଙ୍କୁ ସକ୍ରିୟ ଭାବରେ ପିଲାମାନଙ୍କ ଭିତରେ ସଂସ୍କାରିତ ଚେତନା ତିଆରି କରିବାକୁ ପଡ଼ିବ। ଆମ ପିଲାମାନେ